ହେଇଗଲା। ଆରେ ସତରେ ତ ଏଇଟା ଗୋଟେ ଯାଦୁର ଛତା। ମା ବାପା ତୁମକୁ ବହୁତ ଧନ୍ୟବାଦ। ଆଜି ତୁମ ଆଶୀର୍ବାଦରୁ ଆମ ଭାଗ୍ୟ ଖୋଲିଗଲା। ଏବେ ରାସ୍ତା କଡ଼ରେ ବସି ମୋତେ ଆଉ ଛତା ବିକିବାକୁ ପଡ଼ିବନି। ଚଢ଼େଇ ଏପରି ଚିନ୍ତା କରିବା ସମୟରେ ହଠାତ୍ ସେ ଯାଦୁର ଛତା କଥା କହିଲା। ହଁ, ତତେ ସାହାଯ୍ୟ କରିବା ପାଇଁ ମୋତେ ତ ବାପା ମା ପଠେଇଛନ୍ତି। ମୁଁ ଭଲ ଲୋକକୁ ତ ସାହାଯ୍ୟ କରିବି, ହେଲେ ଯିଏ ମୋତେ ଖରାପ କାମରେ ବ୍ୟବହାର କରିବ କିମ୍ବା ମୋତେ ଚୋରି କରିବାକୁ ଚେଷ୍ଟା କରିବ ମୁଁ ତାକୁ ଗୋଟା ରଙ୍ଗେ ଗିଳି ପକେଇବି। ଏ କ'ଣ, ତୁମେ ଗୋଟେ ଛତା ହେଇ କଥା କେମିତି କହୁଛ? ତୁମେ ଚିନ୍ତା କରନି, ମୁଁ କେବେ ବି ତୁମକୁ ଖରାପ କାମରେ ଲଗେଇବିନି। ସେଦିନ ପରଠାରୁ ଚଢ଼େଇକୁ ଯେତେବେଳେ ଯାହା ବି ଦରକାର ହେଉଥିଲା ସେ ଯାଦୁର ଛତାକୁ ମାଗୁଥିଲା। ଏମିତି ସେ ଧୀରେ ଧୀରେ ବହୁତ ଧନୀ ହେଇଗଲା। ତାର ଆଉ କୋଉଥିରେ ବି ଅଭାବ ରହିଲାନି।